ବେଆଇନ ଛଟେଇ ହେଲା ଏ ଟାଟା ପାୱାର ଅଧୀନରେ ଯେଉଁ କଣ୍ଟ୍ରାକ୍ଟର ମାନେ ଅଛନ୍ତି ଆଉ ବିଶେଷ କରି ଯେଉଁ ବିପିଡିଏମ୍ ମ୍ୟାନେଜମେଣ୍ଟ ଅଛି ଏଠି ବର୍ଷ ବର୍ଷ ଧରି ଯେଉଁମାନେ କାମ କରୁଥିଲେ ତାଙ୍କୁ ରାତି ଅଧିଆ ବାହାର କରିବାକୁ ବସୁଛନ୍ତି। ବିଷୟ ହେଲା ସେ ଯେଉଁ ବ୍ୟକ୍ତି କି ଆମର ବିଶ୍ୱଜିତ ମହାନ୍ତି ବୋଲି ଜଣେ ସୁପରଭାଇଜର କାଢ଼ିଛନ୍ତି ସିଏ ଜଣେ ମାନେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଥିଲେ। ଇଏ CDD-2 ଡିଭିଜନରେ ମାନେ ତାର ଯେଉଁ ଅବଦାନ ବହୁତ ଥିଲା। ତେଣୁ ଏମାନେ ରାତିଆ ରାତି ଟେଣ୍ଡର ଚେଞ୍ଜ କରିଦେଇ ଗନା ଆମେ 6 ଜଣକୁ ନେବୁ ଜଣକୁ ନେବୁ ନାହିଁ। ତେଣୁ ଏ ଯେଉଁ ଅଣଓଡ଼ିଆ ଟେଣ୍ଡର ଯେଉଁ ମାଲିକ ଅଛନ୍ତି ତାଙ୍କର ଏ ଯେଉଁ ଦାଦାଗିରି ବିରୁଦ୍ଧରେ ଆଜି ଆମେ ଏଠି କରିଛୁ। କେବଳ ସେଇ ବ୍ୟକ୍ତି ଜଣେ ବ୍ୟକ୍ତି ନୁହଁ CDD-2 डिविजन ने अनेक कर्मचारी को एमाने कम दरमा देवाई जो मैंने सुपरवाइजर थे कैशियर कर जो मैंने मीटर रिडर थे बिल कलेक्टर कर यही प्रकार मनमुखी कार्यकलाप कर सबुठ दुर्भाग्यर विषय जितेबाला ये जो अभियोगर गोटे ओडिया रे पत्र लिखिकी देले आमर डिविजन संपादक तांकू तांकर जड़े अणओडिया ऑफिसर निर्देश रे इंग्लिश रे आड़ू साड़ू कर लिखिकी देले। तेणु ये जो मनमुखी शासन चली प्रतिवाद में आज आम धारणा देचु दाबी है तुरंत से जो व्यक्ति काढ़ी पुनर्थैतान करूँ एवं जो मानू बेआईन भाव डिग्रेडेशन कर निज निज प्राप्य दिंतु एवं ये जो दबंगिरी चली बंद करूँ।